ବୁଦ୍ଧିମାନ କାଉ ଓ ପାଣି ମାଠିଆ। ବହୁତ ଦିନ ତଳର କଥା। ଗୋଟିଏ ଜଙ୍ଗଲରେ ଏକ କାଉ ରହୁଥିଲା। ଖରାଦିନ ସମୟ ହୋଇଥିବାରୁ ଚାରିଆଡ଼େ ପ୍ରବଳ ଶୋଷ। କାଉଟି ପାଣି ମୁନ୍ଦେ ପାଇଁ ଏପଟ ସେପଟ ବହୁତ ଖୋଜିଲା, କିନ୍ତୁ କେଉଁଠି ହେଲେ ପାଣି ପାଇଲା ନାହିଁ। ଶୋଷରେ ତାର କଣ୍ଠ ଶୁଖି ଯାଉଥିଲା। ଶେଷରେ ଉଡ଼ି ଉଡ଼ି ସେ ଏକ ବଗିଚାରେ ପହଞ୍ଚିଲା। ସେଠାରେ ସେ ଏକ ମାଠିଆ ଦେଖିବାକୁ ପାଇଲା। କାଉଟି ଖୁସି ହୋଇ ମାଠିଆ ପାଖକୁ ଗଲା, କିନ୍ତୁ ଦେଖିଲା ଯେ ମାଠିଆରେ ପାଣି ବହୁତ କମ୍ ଅଛି। ତାର ଥଣ୍ଟ ପାଣି ପର୍ଯ୍ୟନ୍ତ ପହଞ୍ଚି ପାରୁ ନଥିଲା। କାଉଟି କିଛି ସମୟ ଚିନ୍ତା କଲା। ସେ ହାର ମାନିଲା ନାହିଁ। ସେ ଦେଖିଲା ମାଠିଆ ପାଖରେ କିଛି ଛୋଟ ଛୋଟ ଗୋଡ଼ି ପଡ଼ିଛି। ତା ମୁଣ୍ଡରେ ଏକ ବୁଦ୍ଧି ଆସିଲା। ସେଇ ଗୋଟିଏ ପରେ ଗୋଟିଏ ଗୋଡ଼ି ନିଜ ଥଣ୍ଟରେ ଉଠାଇ ମାଠିଆ ଭିତରକୁ ପକାଇବାକୁ ଲାଗିଲା। ଧୀରେ ଧୀରେ ମାଠିଆ ଭିତରେ ଗୋଡ଼ି ସଂଖ୍ୟା ବଢ଼ିଲା ଏବଂ ପାଣିର ସ୍ତର ଉପରକୁ ଉଠିବାକୁ ଲାଗିଲା। କିଛି ସମୟ ପରେ ପାଣି ମାଠିଆର ଉପର ଭାଗକୁ ଆସିଗଲା। କାଉଟି ମନଭରି ପାଣି ପିଇଲା ଏବଂ ଖୁସିରେ ଉଡ଼ିଗଲା। ଶିକ୍ଷା: ଯେଉଁଠି ଇଚ୍ଛା ଥାଏ ସେଠାରେ ଉପାୟ ମଧ୍ୟ ମିଳିଥାଏ। ଧୈର୍ଯ୍ୟ ଏବଂ ବୁଦ୍ଧି ପ୍ରୟୋଗ କଲେ ଯେକୌଣସି କଠିନ ପରିସ୍ଥିତିର ସମାଧାନ କରାଯାଇପାରିବ।